ଝିଅ ବାହାଘର ପାଇଁ ମିଳିବ 51,000 ଟଙ୍କା। ଗରିବ ଲୋକମାନଙ୍କୁ 51,000 ଟଙ୍କାର ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡଲାଇନ୍ସ। ଗରିବ ଲୋକମାନଙ୍କୁ 51,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ ସରକାର। ସିଧାସଳଖ ଯୁବତୀଙ୍କ ଆକାଉଣ୍ଟକୁ ଯିବ 35,000 ଟଙ୍କା। ଦିବ୍ୟାଙ୍ଗ, ବିଧବା, ଏସ୍ସି ଏସ୍ଟିଙ୍କୁ ମିଳିବ ଏହି ଅଧିକାର। ସମସ୍ତ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖିଛି ମହିଳା ଓ ଶିଶୁ ବିକାଶ ବିଭାଗ। 18 ବର୍ଷରୁ ଅଧିକ ବୟସ୍କ ଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ। ଯେଉଁ ଯୁବତୀ ଓ ଯୁବକ ପ୍ରଥମ ଥର ପାଇଁ ବିବାହ କରିବେ ସେମାନଙ୍କୁ କେବଳ ଏହି ସୁବିଧା ମିଳିବ। ସେହିପରି ବିଧବାମାନେ ମଧ୍ୟ ପୁଣି ଥରେ ବିବାହ କରିବା ସମୟରେ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାର କହିଛନ୍ତି। ମୋଟ ସହାୟତା ରାଶି 51,000 ଟଙ୍କାରୁ 35,000 ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଏଥିସହ 10,000 ଟଙ୍କାର ଏକ ଗିଫ୍ଟ ପ୍ୟାକେଟ୍ ସରକାରଙ୍କ ତରଫରୁ ମିଳିବ। ଏହି ଗିଫ୍ଟ ପ୍ୟାକେଟରେ ପାଉଁଜି, ଚୁଡ଼ି, ଟିକିଲି, ବାସନ, ଶାଢ଼ୀ ଇତ୍ୟାଦି ସାମଗ୍ରୀ ପ୍ରଦାନ କରାଯିବ। ବାକି 6,000 ଟଙ୍କାର ରାଶି ବିବାହର ସାଜସଜ୍ଜା ପାଇଁ ଦିଆଯିବ।